ଗୋଟେ ଦିନ ତମେ ଜଣ ଯାଉନ କାଇଁ ତୁ ଗୋଟେ ଦିନ କିଛି ବୁଲି ହବନି କିଛି କରିବନି। ଆଚ୍ଛା ଶୁଣ ତମର ଯୋଉ ଉପସର୍ଗ ତିନିଟା ପଡିଛି ଆଉ ପଡିଛି ଆମର ସନ୍ଧି ତିନିଟା ପ୍ରଥମ 2 ପେଜ ବସିବ ପ୍ରଥମ ସନ୍ଧିର ଫାଷ୍ଟ 2 ପେଜ ମାନେ ଖାଲି ଏତିକି ଏତିକି ନୁହଁ ଏଇଟା ଆଉ ଏଇଟା ଏମିତି ନେଇକି 2ଟା ଫର୍ଦ୍ଦ ହେଲା ଆଉ ଉପସର୍ଗରେ 2ଟା ଫର୍ଦ୍ଦ ଫାଷ୍ଟ ସେକେଣ୍ଡ ତାରି ମଧ୍ୟରେ କ୍ୱେଶ୍ଚନ ଉପସର୍ଗରେ ଆଚ୍ଛା ସନ୍ଧିରେ ଏଇଟା ଏଇଟା ଏତିକି ଭିତରେ କ୍ୱେଶ୍ଚନ ଆସିଛି 2ଟା ପେଜ ପୁରା ଘୋଷି ଦବ ହଁ ଅଳଙ୍କାର ତମେ ବସିବ ପ୍ୟାଟର୍ନ ଦେଇଛି ଅଳଙ୍କାର ଆଉ ଉପସର୍ଗରେ ସେମିତି 1 2 ଏଟା ତ ନାଇଁ ଏଇ 2ଟା ଉପସର୍ଗ ପୁରା କମ ଅଛି ହଁ ଏଇଗୁଡାକୁ ଉପସର୍ଗ ହେଲା ପ୍ରତି ଉପ ମୁଁ ପଢିବି ପ୍ରତି ଗୋଟେ ଉପସର୍ଗ ପ୍ରତି ଉପସର୍ଗ ଲଗେଇ ଗୋଟେ ବାକ୍ୟ କର ସରି ଶବ୍ଦ କର ତମେ କଣ କରିବ ପ୍ରତି ଯୁକ୍ତ ମୁକ୍ତି ସମାନ ପ୍ରତିମୂର୍ତ୍ତି କି ଉପସର୍ଗ ଲଗେଇକି ଗୋଟେ ଶବ୍ଦ ଲେଖ ଅଯୁକ୍ତ କ୍ଷମ କି ତମକୁ ଯଦି ଅଲଗା ବି ଆସିବ ବହି ବାହାରେ ତମେ ଲେଖିପାରିବ କିଛି ଭଲ ଲଗେଇକି ପଡିବ ଅଯୁକ୍ତ ଆସ ଆସ ଅଭ୍ୟାସ କିମ୍ବା ଏମିତି କେତେ ସାରା ଶବ୍ଦ ଅଛି ତ ଏଇଟା ଅକ୍ଷମ ଆହୁରି ଆଉ କଣ ଅଛି ହଁ ନାଇଁ ନାଇଁ ଅନୁଯୁକ୍ତ ଆଇବ ସେଟା ଅକ୍ଷମ ଅସ୍ପଷ୍ଟ ଅଯୁକ୍ତ ସ୍ପଷ୍ଟ ସ୍ପଷ୍ଟ ଗୋଟେ ଶବ୍ଦର ଅର୍ଥ ନ ଦେଖାହେଲେ ଅସ୍ପଷ୍ଟ ଅଯୁକ୍ତ ସ୍ପଷ୍ଟ ହେଲା ତ 3ଟା ପେଜ ଘୋଷି ଦିଅ ବର୍ତ୍ତମାନ ଟାଇମ ଭିତରେ ସର୍ଟ ଟାଇମ ତମେ ଘୋଷି ଦିଅ ସେ ଉପସର୍ଗର ଫାଷ୍ଟ 2 ପେଜ ଆଉ ସନ୍ଧିର ଫାଷ୍ଟ 2 ପେଜ ବିଷୟର ତମର ଦିଆ ହେଇନି କି ତମକୁ ସେ ପେପରଟା ଦେଇନାହାନ୍ତି ପଠାଇନି ଧୀରେ ରାଧା କରଧରି ଉପନ୍ୟାସ ପାଇଲେ ତାକୁ କିଏ ବୋଲିଥାଏ 3 ସତ୍ୟମେବ ଜୟତେ 4 ମେଡିକାଲ କଲେଜର ମେହେର ଜୟନ୍ତୀ 5 ଠିକ ଏତିକି ତା ଭିତରେ ତୁମର ସବୁ ପଢା ମେଡିକାଲ କଲେଜ ମେହେର ଜୟନ୍ତୀ ଅଛି ବା ତମର କମ୍ପଲସରି ଲଙ୍କୁଶ ନାହିଁ କିନ୍ତୁ ଅପସନାଲ ଅଛି ଯାହା ତମର ଫାଇନାଲ ପରୀକ୍ଷାର ପ୍ୟାଟର୍ନ ଏକ୍ଜାକ୍ଟଲି ସେଇ ପ୍ୟାଟର୍ନ ଅନୁସାରେ ଆସିଛି ମାନେ ମତେ ଯାହା ମିଳିଥିଲା ତମର କଲେଜ ତରଫରୁ କ୍ଲାସ ତରଫରୁ ସେତିକିରେ ମୁଁ କ୍ୱେଶ୍ଚନ କରୁଛି କରିଦେବ ଖାଲି ସତ୍ୟମେବ ଜୟତେଟା ଯେହେତୁ ପଢା ହେଇନି ସେଟା ଆଜି ଆମେ ପଢିବୁ ଯିଏ ଆସିନାହାନ୍ତି ଏଥିରୁ ଶୁଣିବେ ଆଉ କଣ କରିବେ ଟାଇମ ମଧ୍ୟ ଆଉ ପଳେଇଛନ୍ତି ସତ୍ୟମେବ ଜୟତେ ଲେଖିଛନ୍ତି କିଏ ଗୋବିନ୍ଦ ତ୍ରିପାଠୀ ତ ଲେଖକ ପରିଚୟଟା ତମେ ନିଜେ ପଢିବ ମୁଁ ପ୍ଲିଜ ଅଳ୍ପ ଟିକେ କହିଦଉଛି ଗୋବିନ୍ଦ ତ୍ରିପାଠୀ 1869ରେ ଜନ୍ମଗ୍ରହଣ କରିଥିଲେ 1962ରେ ଦେହତ୍ୟାଗ କରିଥିଲେ ତଡ଼ାସ ରାମହଂସପୁର ପୁରୀ ଜିଲ୍ଲାର ତଡ଼ାସ ଆଉ ରାମହଂସପୁର ଗାଁରେ ସେ ଜନ୍ମଗ୍ରହଣ କରିଥିଲେ ତ ତାଙ୍କର ଯୋଉ ଲେଖା ଗୁଡିକ ସବୁ ସବଜେକ୍ଟିଭ ଲେଖା ରହିଛି ବ୍ୟକ୍ତିନିଷ୍ଠ ପ୍ରବନ୍ଧ ବା ରମ୍ୟ ରଚନା ହେଲା ଛୋଟ ଛୋଟ ହାସ୍ୟ ରସ ଲେଖା ଗୁଡିକୁ ରମ୍ୟ ରଚନା କୁହାଯାଏ ହାସ୍ୟ ରସ ଆଶ୍ରିତ ଅର୍ଥାତ ହସ କଥା ମଜା କଥା ମିଶେଇ ମାସେଇକି ସେ ଛୋଟ ଛୋଟ ଗଳ୍ପ ଗୁଡିକ ତାହା ହେଲା ରମ୍ୟ ରଚନା ଆଉ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ସେ ସାଧାରଣତଃ ଲେଖୁଥିଲେ ସର୍ଟ କ୍ୱେଶ୍ଚନ ଆସିବ ଗୋବିନ୍ଦ ତ୍ରିପାଠୀ କେଉଁଭଳି ଲେଖା ଲେଖୁଥିଲେ ରମ୍ୟ ରଚନା ହିଁ ସେ ଲେଖୁଥିଲେ ବ୍ୟକ୍ତିନିଷ୍ଠ କଣ ସବଜେକ୍ଟିଭ ଆଉ ବସ୍ତୁନିଷ୍ଠ କଣ ଅବଜେକ୍ଟିଭ ସବଜେକ୍ଟିଭ ଟାଇପ ତ ପଢିଥିବ ବ୍ୟକ୍ତିନିଷ୍ଠ ବ୍ୟକ୍ତି ଉପରେ ଆଧାର କରିକିନା ଲେଖୁଛନ୍ତି ଜଣଙ୍କର ଜିନିଷ ଉପରେ ବସ୍ତୁନିଷ୍ଠ ହେଲା ପୁରାପୁରି ଅବଜେକ୍ଟିଭ ତେଣୁ କରିକି ସିଏ ସେ ସେଇଥିରେ ତାଙ୍କର ନିଆରା ସାହିତ୍ୟ ସୃଷ୍ଟି କରିଥିଲେ ସିଏ ଦୈନନ୍ଦିନ ଜୀବନର ସାଧାରଣ ବିଷୟ ଅସାଧାରଣ ଶୈଳୀରେ ପ୍ରକାଶ କରା ସାଧାରଣ ଆମର ଦୈନନ୍ଦିନ ଜିନିଷ ଆମ ଘଟଣା ଘଟିଛି ଆମେ ସେଇ ଦୈନନ୍ଦିନର ଅତି ସାଧାରଣ କଥାକୁ ନେଇକି ସେ ଏତେ ସୁନ୍ଦର ରମ୍ୟ କରିକି ତାକୁ ବ୍ୟଙ୍ଗାତ୍ମକ କରିକି ଅସାଧାରଣ ସାହିତ୍ୟ ତିଆରି କରିଦଉଥିଲେ ଜିନିଷ ଟପିକଟା ଅତି ସାଧାରଣ କଥା କିନ୍ତୁ ସେଟା
ବୁଲି ଚଲେଇ ଏତେ ସୁନ୍ଦର କରି ସତେ ଯେମିତି ଲାଗୁଥିଲା ଏଟା ଗୋଟେ ଉଚ୍ଚ କୋଟିର ସାହିତ୍ୟ। ସତ୍ୟବାଦୀ ବନ ବିଦ୍ୟାଳୟରେ କେତେ ଛାତ୍ର ଥିବା ଏହି ଶିଳ୍ପୀ ଇଂରାଜୀରେ ଏମଏ ପାସ୍ କରିଥିଲେ। ସେ ଇଂରାଜୀରେ ଏମଏ ପାସ୍ କରିଥିଲେ ଆଉ ସ୍କୁଲ କୋଉଠି ପଢୁଥିଲେ? ସତ୍ୟବାଦୀ ବନ ବିଦ୍ୟାଳୟ। କିଏ ପ୍ରତିଷ୍ଠା କରିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ? ଗୋପବନ୍ଧୁ ଦାସ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ କିଛି ଛାତ୍ର ଥିଲେ ଏବଂ ପରବର୍ତ୍ତୀ ସମୟରେ ଅଧ୍ୟାପନା କାର୍ଯ୍ୟ କରୁଥିଲେ। କିଛି ବର୍ଷ ଲେକ୍ଚରସିପ କଲା ପରେ ସେ ମାଜିଷ୍ଟ୍ରେଟ ଭାବରେ କାମ କଲେ। ତାଙ୍କର ଯୋଉ କର୍ମମୟ ଜୀବନ ନେଇକି ମାଜିଷ୍ଟ୍ରେଟ ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ତାଙ୍କ ସାହିତ୍ୟ କୃତି ଥିଲା ଅତି ଉଚ୍ଚ କୋଟିର। ତାଙ୍କର ଲେଖା ଗୁଡିକ ମଧ୍ୟ ପଟୁଆ ଛୋଟଟିଏ କଖାରୁ ଆକାଶ କଳି କଳା ଧଳା ଟୋପା ଧଳା କଂସାରୀ ପାରା ଆଦି ଏସବୁ ପ୍ରବନ୍ଧ ଥିଲେ ତାଙ୍କର ରମ୍ୟ ପ୍ରବନ୍ଧ ଗୁଡିକ ଥିଲା, ଯାହାକି ବହୁତ ଜନପ୍ରିୟ ଆଦୃତି କରିଥିଲା ଏବଂ ପ୍ରସିଦ୍ଧି ଲାଭ କଲା। ତାକୁ ଛାଡି ଓଡିଆ ସଂସ୍କୃତି ସମାଜ ଓ ପରମ୍ପରା ସୁରକ୍ଷା ପାଇଁ ତାଙ୍କର ଲେଖନୀ ଚଳଚ୍ଚିତ୍ର ହାସ୍ୟ ଓ ବ୍ୟଙ୍ଗର ଚପଳ ପ୍ରୟୋଗରେ ତାଙ୍କର ପ୍ରବନ୍ଧ ଭଳି ଯେତିକି ସୁଖପାଠ ସେତିକି ପ୍ରେରଣା। ପ୍ରବନ୍ଧରେ ତାଙ୍କର ଥିଲା ପ୍ରବନ୍ଧ ସହିତ କହିଲି ରମ୍ୟ ପ୍ରବନ୍ଧ, ତାକୁ ଛାଡିକି ପ୍ରମାଦ ଅତୀତାର ଶକ୍ତିର ଗଦାଧର ଓ ଗୋଇନ୍ଦା ଗଦାଧର ନାମକ 5ଟି ଉପନ୍ୟାସ ମଧ୍ୟ ସେ ରଚନା କରିଥିଲେ। ବେଳେ ବେଳେ 2 ମାର୍କିଆ କୋଶ୍ଚିନ୍ ତମର ଆସିଯାଏ। ବହିରେ ମଧ୍ୟ ତାର କୋଶ୍ଚିନ୍ ଗୁଡାକ ମଧ୍ୟ ଅଛି। ଗୋବିନ୍ଦ ତ୍ରିପାଠୀଙ୍କର 2ଟି ଉପନ୍ୟାସର ନାଁ ଲେଖ 2 ମାର୍କିଆ କୋଶ୍ଚିନ୍। ଗୋବିନ୍ଦ ତ୍ରିପାଠୀଙ୍କର 2ଟି ପ୍ରବନ୍ଧର ନାଁ ଲେଖ। ତ ଏଥିରୁ 2ଟା 3ଟା ମନେ ରଖ। ଏହା ଥିଲା ତାଙ୍କର ପ୍ରବନ୍ଧ। ତାକୁ ଛାଡିଲା ପରେ ଜହର ଗରିବର ପ୍ରେମ ଶିଶୁପାଳ ଆଦି ନାଟକ ଥିଲା। ଏସବୁ ଥିଲା ତାଙ୍କର ନାଟକ। ଆଜିର ବିଷୟଟି ଯୋଉଟା ସତ୍ୟମେବ ଜୟତେ ଆମେ ଏବେ ପଢୁଛେ, ଏହା ଓଡିଶା ସାହିତ୍ୟ ଏକାଡେମୀ କର୍ତ୍ତୃକ ପ୍ରକାଶିତ ଗୋବିନ୍ଦ ତ୍ରିପାଠୀଙ୍କର ପ୍ରବନ୍ଧ ଭଳି ପୁସ୍ତକ। ଏକାଡେମୀରେ ପୁରସ୍କାର ପାଇଥିଲେ ଯୋଉ ପୁସ୍ତକାବଳୀ ପାଇଁ, ଯୋଉ ବହିଟି ପାଇଁ, ତାର ନାଁ ଥିଲା ପ୍ରବନ୍ଧାବଳୀ। ସେଇ ପ୍ରବନ୍ଧାବଳୀରେ ଅନେକ ଗୁଡିଏ ଖାଲି ସତ୍ୟମେବ ଜୟତେ ନୁହଁ, ଅନେକ ଗୁଡିଏ ପ୍ରବନ୍ଧ ରହିଛି। ତା ଭିତରୁ ସତ୍ୟମେବ ଜୟତେ ଟା ଅନ୍ୟତମ। ତ ସେଇ ଯୋଉ ସତ୍ୟମେବ ଜୟତେର ଅର୍ଥ ହେଉଛି ସତ୍ୟର ଜୟ, ତାକୁ ସେଇ ବିଷୟ ଆମେ ଆଗରୁ ପଢିବା। ସେଇ ଜିନିଷଟିକୁ ସତ୍ୟମେବ ଜୟତେର ଯୋଉ ନାରା ଆମେ ଲଗଉଛେ କଣ, ସବୁଠି କହୁଛେ ସତ୍ୟମେବ ଜୟତେ। ଯେତେବେଳେ ନେତା ଇଲେକ୍ସନ ପାଇଁ ଠିଆ ହଉଛନ୍ତି ସତ୍ୟମେବ ସତ କଥାରେ ଆମେ ଯାଉଛୁ, ମିଟିଂ କାମ କରୁଛନ୍ତି କହୁଛନ୍ତି। କିନ୍ତୁ ଆମେ ଯଦି ଭଲରେ ତାକୁ ଦେଖିବା ପ୍ରକୃତରେ କଣ ସବୁ ସତ୍ୟରେ ଯାଉଛନ୍ତି କି? ସବୁ ଜିନିଷ ସତ୍ୟରେ ଘଟୁଛି କି? କିନ୍ତୁ ଖାଲି ଗୋଟେ ନାଁକୁ ଚାଲିଛି ସତ୍ୟମେବ ଜୟତେ। ତାପରେ ସେଇ ଯୋଉ ଶବ୍ଦ, ସେ ଯୋଉ ଧାଡି ମୂର୍ତ୍ତିଟିକୁ ସତ୍ୟମେବ ଜୟତେ ନାମକ ମୂର୍ତ୍ତିଟିକୁ ଅତି ବ୍ୟଙ୍ଗ ଭାବରେ ସେ ବ୍ୟଙ୍ଗାତ୍ମକ ଭାବରେ ବ୍ୟଙ୍ଗାତ୍ମକ ଚିତ୍ର ପ୍ରଦାନ କରିକି ପ୍ରବନ୍ଧକୁ ସେ ରଚନା କରିଛନ୍ତି। ଯୋଉଥିରେ କି ତମର ଯୋଉ ରାଜନୀତି, ଆମର ସମାଜର ରାଜନୈତିକ କ୍ଷେତ୍ର, ଧର୍ମନୈତିକ କ୍ଷେତ୍ର, ସମାଜ, ଏଥିରେ ଯୋଉ ସ୍ଲୋଗାନ ଦିଆଯାଇଛି ସତ୍ୟମେବ ଜୟତେ, ଏହା କେତେ ଦୂର ସତ୍ୟ। ଆଉ ତଥାକଥିତ ସଭ୍ୟ ମଣିଷର ଅସଭ୍ୟ କାମନା। ଆମେ ଆଜିକାଲି ମଣିଷ କଣ ସଭ୍ୟ ମଣିଷ, ଅସଭ୍ୟ କିଏ? ଯୋଉ ଡାକୁଆ ମଣିଷ ବା ପୂର୍ବ ସମୟର ମଣିଷ, ବଣୁଆ ମଣିଷ, ମଣିଷରେ ବାସ କରୁଥିଲା, ଡ୍ରେସ ନଥିଲା ତା ପାଖରେ, ଖାଲି ଦେହରେ ବୁଲୁଥିଲା, ତାକୁ ଅସଭ୍ୟ ମଣିଷ ହେଲେ। ତା ପରବର୍ତ୍ତୀ ସମୟରେ ଯେତେବେଳେ ଆମର କ୍ରମ ବିକାଶ ଥିଲା, ଆମର ଧୀରେ ଧୀରେ ଡେଭଲପ ସବୁ କଭର କରିଦେଉଛି। କିନ୍ତୁ ଆଜିକା ସମାଜକୁ, ଆଜିକା ସମାଜ ଧୀରେ ଧୀରେ ସେଇ ଅସଭ୍ୟ ଆଡକୁ ଯାଉନି କି? ନୁହେଁ କି? ସିଏ ତାଙ୍କ ପାଖେ କପଡା ନଥିଲେ ସେମାନେ ଛୋଟ ବସ୍ତ୍ର ପିନ୍ଧୁ ନଥିଲେ। ଆଜିକାଲି ଯୋଉ ତାର ଏକ୍ସାମ୍ପଲ ଟା ଦଉଛି, ତାର ଟଙ୍କା ନାହିଁ ନା କିଛି ନାହିଁ, ଏବେ କଣ ସେଟା ଫ୍ୟାସନ ହେଇଗଲା, ନାଇଁ କି? ଦେହ ଦେଖେଇକି ଛୋଟ କପଡା ପିନ୍ଧିବା ଫ୍ୟାସନ ହେଇଗଲା। ତାହେଲେ ସିଏ ସଭ୍ୟ ଥିଲେ ନା ଆମେ ସଭ୍ୟ? କହିବାକୁ ଗଲେ ଆମେ ସଭ୍ୟ, କିନ୍ତୁ ସେଇ ଅସଭ୍ୟ ଜିନିଷ ଗୁଡାକ, ସେଇ ଘଟଣା, ସେମିତି କିଛି ଛୋଟ ମୋଟ ଘଟଣାକୁ ଆଖି ଆଗରେ ରଖିକି ଗୋବିନ୍ଦ ତ୍ରିପାଠୀ ସେ ତାଙ୍କର ଏଇ ଯୋଉ ସଭ୍ୟ ସମାଜର ଅସଭ୍ୟ କାମନା, ମନରେ ଯୋଉ କାମନା ଆସୁଛି, ମନରେ ଯୋଉ ଇଚ୍ଛା, ଅସଭ୍ୟ ହେବାର ଇଚ୍ଛା, ଖାଲି ଯେ କପଡା କଥା କହୁନି, ସବୁ ପ୍ରକାର। ସେମାନେ କଥା ଶିଖିନଥିଲେ, ଅସଭ୍ୟ ବ୍ୟବହାର କରୁଥିଲେ। ଆମେ କଥା ଶିଖିକି ମାର୍ଜିତ ହେଇକି ପାଠ ପଢିକି ପାଠକୁ ଭାଷା ସେଇଟା ଅସଭ୍ୟ ଗୋଟେ ନୁହେଁ କି? ମାନେ ଉଦାହରଣ ନୁହେଁ। ତ ଏଇ ସବୁ ଘଟଣାକୁ ନେଇକି କିଭଳି ସେତେକାଳ ମଣିଷ ଆଉ ଏବେ ସମୟର ମଣିଷ ଭିତରର ତାରତମ୍ୟକୁ ବଜାୟ ରଖିଛନ୍ତି ଏବଂ ତାକୁ ସେ ତୁଳନା କରିଛନ୍ତି, ସେଇଟା ଅସଭ୍ୟ ଥିଲା, ଏଇଟା ଅସଭ୍ୟ ଥିଲା। ତାପରେ ସେ କିଭଳି ଏବେର ଲୋକ ଯୋଉ ହିଂସା ଆପଣେଇ ନେଉଛନ୍ତି, ସତ୍ୟମେବ ଜୟତେର ଗୋଟେ ନାରା ଲଗେଇକି ତାପରେ ହିଂସା ଆପଣେଇ ନେଉଛନ୍ତି, ସେ କଥା ମଧ୍ୟ କହିଛନ୍ତି। ତେବେ ସତ୍ୟରେ ଛଳନା ପରେ ମିଥ୍ୟାର ପ୍ରୟୋଗ କରିବା ପାଇଁ ବୁଦ୍ଧି ଜ୍ଞାନ ମୁଷ୍ଟିମୟ ମଣିଷ ଯୋଗାଇ ଦେଇଛି ସୁରକ୍ଷିତ ରାସ୍ତା। ସେତେବେଳେ ମଣିଷ ପାଖରେ ବୁଦ୍ଧି ନଥିଲା କି ଜ୍ଞାନ ନଥିଲା, ତେଣୁ ସିଏ ଅସଭ୍ୟ ଥିଲା, ଅସତ୍ୟ ଥିଲା, ଚଳିବ। ସେତେବେଳେ ଏଇ ସମୟରେ ସତ୍ୟମେବ ଜୟତେ ନାରା ଲଗଉଛେ,
ଆମ ପାଖରେ ବୁଦ୍ଧି ଆଉ ଜ୍ଞାନ ଥିବାରୁ ଆମେ ଅସତ୍ୟକୁ ମଧ୍ୟ ସତ୍ୟରେ ପରିଣତ କରିଦଉଛେ, ନାଇଁ କି? ଯେମିତିକି ସେଇ ଏକ୍ସାମ୍ପଲ ଦେବି, ସେ ଝିଅଟା କଥା, ସିଏ ଯେତେବେଳେ ରାସ୍ତାରେ ଯିବ ତାକୁ ଅସଭ୍ୟ କହିବେ କି? କାହିଁକି ନା ତା ପାଖରେ ବୁଦ୍ଧି ଅଛି, ଜ୍ଞାନ ଅଛି, ଟଙ୍କା ଅଛି, ତାକୁ ଦେଖିବା ପାଇଁ ସଂସାର ଲୋକ ଆସ। ଠିକ ସେଇଭଳି ଗୋଟେ କଲେକ୍ଟରଟେ ବଡ ପାଠ ପଢା, ଯଦି ସେ ଇଂଲିଶରେ ଭାଷା କହିକି ଗାଳିଦେଲା, ତାକୁ କିଏ ଅସଭ୍ୟ କହିବେ କି? କହିବେ ନାହିଁ। କିନ୍ତୁ ସେ ଗାଳି ଦଉଛି ସେଟା ଅସଭ୍ୟ କଥା ନା, ଇଂଲିଶରେ କହୁଛି, ତା ପାଖରେ ଜ୍ଞାନ ଅଛି, ତେଣୁ ବୁଦ୍ଧି ଆଉ ଜ୍ଞାନ ବଳରେ ସେ ଶବ୍ଦଟା ଅସଭ୍ୟରୁ ମଧ୍ୟ ସଭ୍ୟରେ ପରିଣତ କରିଦେବ। ଯାହା ବି ହଉ, ସେଇ କଥାକୁ ନେଇକି ଏଇ ଯୋଉ ସତ୍ୟମେବ ଜୟତେ ନାଁରେ ଅସତ୍ୟମେବ ଜୟତେର ଯୋଉ ଅନ୍ତ ଘଟିବା ସର୍ବାହୁ କାମ, ତାଙ୍କର କାମ୍ୟ ଥିଲା ଯେ ସତ୍ୟମେବ ଜୟତେ ନାଁରେ ଯୋଉ ଅସତ୍ୟ ଗୁଡିକ ଘଟୁଛି, ଅସତ୍ୟ ଘଟୁଛି, ତାକୁ ବନ୍ଦ। ସେଇଆକୁ ନେଇକି ସେ ସତ୍ୟମେବ ଜୟତେଟି ରଚନା କରିଛନ୍ତି। ତେବେ ସେଇ ସତ୍ୟମେବ ଜୟତେର ବିଷୟରେ ଅଛି ସବୁଠାରୁ ବଡ ନୈତିକତା କଥା ଆମେ ବିଚାର କରିବା। ସବୁଠାରୁ ବଡ ନୈତିକତା ହେଲା ନିୟମାନୁବର୍ତ୍ତିତା। ଆମେ ଯୋଉ ନିୟମରେ ବାନ୍ଧି ହେଇକି ରହୁଛେ, ସଂସ୍କାର ପରମ୍ପରାରେ ବାନ୍ଧି ହେଇକି ରହୁଛେ, ବା ସାମାଜିକ ରୀତିନୀତିରେ ବାନ୍ଧି ହେଇକି ରହୁଛେ, ତା ପ୍ରତି ଯୋଉ ଆମର ସମ୍ମାନ ବୋଧ ଅଛି, ସମାଜ ଯୋଉ ରୀତିନୀତି ଅଛି, ନୀତି ନିୟମ ଅଛି, ଆମେ ତାକୁ ସମ୍ମାନ କରୁଛେ ବୋଲି ଆମେ ତାକୁ ମାନୁଛେ ନା। ବହୁତ ନିୟମକୁ ଆମେ ମାନୁନେ। ଘରେ ଯେତେବେଳେ ଆମେ କେତେ ପର୍ବପର୍ବାଣି କାହିଁକି ମାନୁଛେ? ପରମ୍ପରା ସେଇଟା ହେଲା ନୈତିକ ବା ସମାଜର ରୀତିନୀତି ପ୍ରତି ଆମ ମନରେ ସମ୍ମାନ ଭାବ ବା ତାକୁ ଆମେ ନିୟମାନୁବର୍ତ୍ତିତା କରିବା, ନିୟମ ଅନୁସାରେ ନିଜକୁ ପ୍ରବର୍ତ୍ତନ କରିବା, ନିଜକୁ ଗୋଟେ ନିୟମ ଶୃଙ୍ଖଳା ଭିତରେ ସେଇଟା ହେଲା ସବୁଠାରୁ ବଡ ନୈତିକତା। ତାର ବିଷୟରେ ଯଦି ଲେଖକ ବିଚାର କରୁଛନ୍ତି, ତେବେ ସତ୍ୟମେବ ଜୟତେ, ସତ୍ୟର ହିଁ ଜୟ। ତାହେଲେ ସତ୍ୟମେବ ଜୟତେ ଯୋଉ ଉକ୍ତିଟି ଅଛି, ସତ୍ୟମ ଏବ ଜୟତେ, ସତ୍ୟ ହେଉଛି ସବୁଠି ଜୟଯୁକ୍ତ ହୁଏ, ବା ସତ୍ୟର ହିଁ ଜୟ, ସତ୍ୟର ହିଁ ଜୟ ହୁଏ। ତେବେ ସତ୍ୟର ହିଁ ଜୟ, ପ୍ରକାରାନ୍ତରେ ମିଥ୍ୟାର ହିଁ ପରାଜୟ। ପ୍ରକାରାନ୍ତର ଅର୍ଥ ଭିନ୍ନ ଅର୍ଥରେ ଯଦି କହିବ, ସତ୍ୟର ଜୟ ହେଲେ ତାର ଅଭିନ୍ନ ଅର୍ଥଟା କଣ? ମିଥ୍ୟାର ପରାଜୟ। ତେବେ ମିଥ୍ୟାର ପରାଜୟ ବା ଅନ୍ୟ ପ୍ରକାରରେ ମିଥ୍ୟା ହିଁ ପରାଜୟ ହୁଏ। ଆମର ରାଜନୀତି, ଧର୍ମନୀତି ଓ ସମାଜ ନୀତିରେ এই କଥାଟିର ପ୍ରବଳ ବିଜୟ। ତେବେ ଆମେ ଯେତେବେଳେ ଦେଖୁଛେ ରାଜନୀତି କଥା ଆଉ ଧର୍ମନୀତି ପ୍ରଚାର କରୁଛନ୍ତି, ସେଠି ସମସ୍ତେ କଣ ମାନେ ଧାର୍ମିକ ବ୍ୟକ୍ତି? ସମସ୍ତେ କଣ ସତ୍ୟ ସାରଥି ବାବା ଏତେ ପୁରା ଧର୍ମ ସ୍ୱୀକାର କରିଥିଲେ, ସମସ୍ତେ ତାଙ୍କର ଡିଭୋଟିସ୍ ଥିଲେ, ସମସ୍ତେ ତାଙ୍କୁ ପୂଜା କରୁଥିଲେ, ସମସ୍ତେ ତାଙ୍କର ମାନେ ତା ପାଖକୁ ଯାଇକି ନା ସବୁ ପୂଜା ଅର୍ଚ୍ଚନା କରୁଥିଲେ। ସେ କଣ ସତ୍ୟରେ ପୂଜାରୀ ଥିଲା? କିନ୍ତୁ ସେ ଯୋଉ ଦଉଥିଲା ପ୍ରବଚନଟି ଦଉଥିଲା ଟିଭିରେ, ତମର ପ୍ରତ୍ୟେକ ଦିନ ପ୍ରାର୍ଥନା ଚ୍ୟାନେଲ ସକାଳ ପ୍ରାର୍ଥନା ଘରେ ଘରେ ବାଜିବ ଆଗେ ସେଇଟା, ହଉ କି ମୁଁ ଘରେ ଆଗ ଟିଭିରେ ଶୁଣାଯିବ ତାର କଣ କଣ ସବୁ କହୁଥିଲା, ମୁଁ ଭୁଲିଗଲି, ଲମ୍ବା ଲମ୍ବା ଲାଇନ ଧରିକି ହୁଏ, ଈଶ୍ୱର ଦେଖ, ଶରୀର ଦେଖ, ସଂସାର ଈଶ୍ୱର ଦେଖ, ଏମିତି ସବୁ କହୁଥିଲା କେତେ କଥା। ତ ଯେତେବେଳେ ସେ ଟିଭିରେ ପ୍ରଚାର ପ୍ରସାର କରୁଥିଲା, ସେତେବେଳେ ଯୋଉମାନେ ଶୁଣୁଥିଲେ ସିଏ କଣ ଭାବୁଥିଲେ? ସେ ପ୍ରକୃତରେ ଧର୍ମ କଥା, ଯେ ଧର୍ମ ବାଣୀ କହୁଛି ସେ ସତ୍ୟରେ ଅଛି, ନାଇଁ କି? ତାକୁ କେବେ ଏଇ ପଛ ତା ପର ନିମିଷଟା ନ ଜାଣିଲେ ଏବେ ବି ସମସ୍ତେ ଭାବିଲେ ସେ ସତ୍ୟରେ ଅଛି, ଧର୍ମ କଥା କହୁଛି, କିନ୍ତୁ ସିଏ ପ୍ରକୃତରେ ସତ୍ୟରେ ଥିଲା, ଅସତ୍ୟରେ ଥିଲା। ତେଣୁ ସିଏ ହେଲା ତମର ଧର୍ମନୀତି। ରାଜନୀତି କଥା ଦେଖ, ଯୋଉମାନେ ନେତା ମାନେ ଷ୍ଟେଜରେ ଠିଆ ଭାଷଣ ଦଉଛନ୍ତି, ସତ୍ୟମେବ ଜୟତେର ନାରାୟଣ ଦଉଛନ୍ତି, ଆମେ ସତ୍ୟରେ ଅଛୁ, ଆମେ ସବୁ କରିବୁ, ଆମେ ସମସ୍ତଙ୍କର ଭଲ ଚିନ୍ତା କରିବୁ, ସମସ୍ତଙ୍କ ପାଇଁ ସୁରକ୍ଷା ଦବୁ, ସମସ୍ତଙ୍କର ନୂଆ ନୂଆ ଯୋଜନା କରିକି ସମସ୍ତଙ୍କୁ ଉଠେଇବୁ, ଉନ୍ନତି ସାଧନ କରିବୁ, ପରବର୍ତ୍ତୀ ସବୁ ରାଜକୋଷ ଖାଲି କରିବୁ। ସେଇଟା କଣ ସତ୍ୟ? ଅନ୍ୟାୟରେ ଯାଉଛନ୍ତି, ଅସତ୍ୟରେ ଯାଉଛନ୍ତି। ତେବେ ସେଇ ସମାଜ ନୀତି, ସମାଜରେ ଯୋଉ ନୀତି ନିୟମ ଚାଲିଛି, ସବୁ ଯାକ କଣ ସତ୍ୟରେ ଚାଲିଛି? ବହୁତ ସାରା। ତେବେ ସାଧାରଣତଃ ଆମ ପ୍ରତ୍ୟେକଟି ଘରେ ଘର କଥା ଦେଖ, ଆମେ ଯେତେବେଳେ ଘରେ ସବୁ ଲକ୍ଷ୍ମୀ ପୂଜା କରୁଛନ୍ତି ନା ନାଇଁ, ସମସ୍ତେ ଗୁରୁବାର ଆସ ସେଇଟା ତ ସମସ୍ତେ କରୁଛନ୍ତି। ଓଡିଆ ଘରେ ତା ଦେହରେ ଯୋଉ ବହିଟି ପଢୁଛନ୍ତି, ତାର ଯାହା ଯାହା ଲେଖା ସବୁ ମାନୁଛନ୍ତି, ନାଇଁ? ଭୋଗ ପରକୁ ଦବା କଥା ନୁହଁ, ଆମକୁ ଲକ୍ଷ୍ମୀ ଛାଡିଯିବ ଦେବେ, ଝିଅ ଟିକେ କାଶି ଖାଏ ବାହାର ବାହାରେ, ତାକୁ ଭୋଗ ଦିଆ ହବ, ଲକ୍ଷ୍ମୀ ମାଙ୍କ ଭୋଗ ଲକ୍ଷ୍ମୀ ଛାଡିବ, ଠିକ? ତାପରେ ଲକ୍ଷ୍ମୀଙ୍କ ବାର ଗୁରୁବାର, ସେଇଟା ଛୁଟି କଟିବ, ସକାଳୁ ଉଠିବ, ଡେରି ହେଲେ ଲକ୍ଷ୍ମୀ ଛାଡିବ, ସବୁ ମାନୁଛେ, ଯାହା ଯାହା ଲେଖିଛନ୍ତି, କିଏ ଲେଖିଛନ୍ତି? ସବୁ ମାନୁଛେ ଆମେ, କିନ୍ତୁ ତା ଦେହରେ ପ୍ରଥମ ସବୁ ଗୀତା, ତା ଦେହରେ ତ ଲେଖେ ସବୁ ବହି ସତ କହିବୁ। ଆମେ ଘରେ କଣ ସେ କେବେ ମିଛ କହିବୁ? ସମସ୍ତେ, ମୁଁ ତମେ ସିଏ ଘରେ ଆମ ବାପା ମା ଆସନ୍ତି, କିଛି ନା କିଛି କାରଣ ପାଇଁ ମିଛ କହୁଛ, ନାଇଁ? ତ ମିଛ କହୁଛନ୍ତି, ତାର ଅସତ୍ୟରେ ରହିଲେ ନା ସତ୍ୟରେ ରହିଲେ?
ସମାଜର ନୀତି ନିୟମ ମାନିକି ମଧ୍ୟ ତେବେ ସେଇ ସବୁ ଘଟଣା ଗୁଡ଼ିକୁ ଲେଖକ ପୁଣି ବର୍ଣ୍ଣନା କରୁଛି। ଅଥଚ ସତ୍ୟର ମାନେ ସତ୍ରୁ ସତ୍ୟ, କିନ୍ତୁ ସତର ମାନେ କଣ? ସତରୁ ହିଁ ସତ୍ୟ। ସତ୍ ଶବ୍ଦରୁ ହିଁ ଆସିଛି। ସତ୍ ଗୋଟେ ଧାତୁ, ନାଇଁ? ସତ୍ ଗୋଟେ ଉପସର୍ଗ, ସରି ସତ୍ ଗୋଟେ ଉପସର୍ଗ ଏଇଠି କୁହାଯାଇଥିବ। ତ ସତ୍ରୁ ଆସିଛି ସତ୍ୟ। ବାକି ସତ୍ୟକୁ ଛାଡ଼ିଦେଲେ ଆମେ ତାହେଲେ ସବୁ ମିଥ୍ୟା। ସେଇ କଥାକୁ ସେ ଗୋଟେ ବାକ୍ୟ ସବୁ ଅସତ୍ୟ, ସେଥିରୁ ସତ୍ୟ ଅସତ୍ୟ, ଅସତ୍ୟ ଅସତ୍ୟ। ଏବେ ଦୁଇଟା ଜିନିଷର କଥା ହେଇଛି, ସମାଜକୁ ରାଜନୀତି ହଉ ବା ଧର୍ମନୀତି ହଉ, ଦୁଇଟା ଜିନିଷ, ଗୋଟେ ହେଲା ସତ୍ୟ, ଗୋଟେ ହେଲା ଅସତ୍ୟ। ଆମେ ସତ୍ୟ ନିୟକୁ ଜୟିତ କରିକି ଅସତ୍ୟ କଥାରେ ଯାଉଛେ, ଆଉ ଯୋଉମାନେ ସତ୍ ଯାଉଛନ୍ତି, ସତ୍ ପରବର୍ତ୍ତୀରେ ଯାହା ଅଛି ସବୁ ବାକି ମିଛ। ଯଦି ଆମେ ଯୋଉ ଅଧା ଶବ୍ଦ କହିଦେଲେ ତାହେଲେ ସେଟା ସତରେ ଯିବ ନାହିଁ। ସେଟା ଆମେ କହୁଛେ ଆମେ ସତ କରୁ, ଅଧା ଶବ୍ଦ କହିଲେ ସତ କରୁ, କିନ୍ତୁ ପ୍ରକାରାନ୍ତରେ ସେଟା ମିଛ। କାହିଁକିନା ସତରୁ ସତ୍ୟ, ସତଟା ଗୋଟିଏ, ତାକୁ ଆଉ ବଦଳାଇ ପାରିବନି। ଯୋଉଟା ବଦଳେଇଲା ପରବର୍ତ୍ତୀ ସମୟରେ ଚେଞ୍ଜ ହେଲେ ସେଟା ଅସତ୍ୟ। ତେଣୁ କରିକି ପୁଣି କହିଲେ ତାହା ହେଲେ ହେଲା ଯାହା ଅଛି, ଯାହା ରହିବ, କଣ ଅଛି, କଣ ନ ଅଛି, କଣ ରହିବ, କଣ ନ ରହିବ, ତାର ବିଚାର କରିବ କି? ତେବେ ଲେଖକ ଏଠି କହୁଛନ୍ତି ଯୋଉ ସତ ଅସତ୍ୟ ଭିତରେ କିଏ ବିଚାର କରିବ ଯେ କୋଉଟା ସତ୍ୟ, କୋଉଟା ଅସତ୍ୟ, ଆଉ କୋଉଟା ରହିବ, କୋଉଟା ରହିବ ନାହିଁ, କିଏ ବିଚାର କରିବ? ସେଇ ସ୍ଥାନରେ ଲେଖକ ବିଚାର କରିବେ, ସିଏ ସତ କହୁଛନ୍ତି ବିଚାର କରିବେ, ନା ଆମେ ମାନେ କରୁଛେ ଯୋଉମାନେ ସେମାନେ ବିଚାର କରିବା, ନା ସଂସାରର ଅନ୍ୟ ଲୋକମାନେ ସେମାନେ ବିଚାର କରିବେ? ଏଇ କଥା କହିବି ଯେ ସେ ଲେଖକ ପଚାରୁଛନ୍ତି ତୁମେ କରିବ, ମୁଁ କରିବି, ତୁମେ କରିବେ ନା ମୁଁ କରିବି, ପ୍ରଶ୍ନ କରୁଛନ୍ତି ସମାଜକୁ। ତେବେ ମୋ ବିଚାର ଯଦି ତୁମ ବିଚାର ସାଙ୍ଗରେ ନ ମିଳିଲା, ତେବେ ଯୋଉଟା ଏବେ ଗୋଟେ ସାଧାରଣ କଥା, ତମେ ଗୋଟେ କଥା କହିବ, ତମର ଓପିନିଅନ ଦେଲେ ମୁଁ ମୋର opinion, ତମ ଓପିନିଅନ ସହିତ ଯଦି ମୋ ଓପିନିଅନଟା ନ ମିଶିଲା, ତେବେ ମିଶିବନି, ତାହେଲେ ତମେ ଠିକ ନା ମୁଁ ଠିକ, ସତ କହୁଛେ ନା ମୁଁ ସତ କହୁଛି, ସେଇଠି ଯୋଉ ଦ୍ୱନ୍ଦ୍ୱଟା ଆସେ, ନାଇଁ, ସେଇଠି ଯୋଉ ଦ୍ୱନ୍ଦ୍ୱଟା ଆସିଲା, ତ ସେଇଠି ସତ କୋଉଟା ଅସତ କୋଉଟା ଜଣା ପଡିଲା ନାହିଁ। ସେଇ ଜାଗାରେ ତମେ ଯୋଉଟା କହୁଛ, ଯଦି ତମେ 4 ଜଣ ମିଶିକି ସେଇଟା କହିଲ ଆଉ ମୋ ପାଖରେ କେହି ନାହାନ୍ତି, ତାହେଲେ ତମେ ଠିକ ନୁହଁ କି ଭୁଲ, ସେଇଟା ସତ ବୋଲି ବିବେଚିତ ହେବ। ନାଇଁ, ମୁଁ ଏକୁଟିଆ ଅଛି, ମୋ ସାଙ୍ଗରେ କେହି ନାହାନ୍ତି, ତେବେ ମୁଁ ସତ କୁହେ କି ମିଛ କୁହେ ସେଟା ଆମେ କେହି ଜାଣିନୁ। ମୁଁ ସତ କହୁଛି କି ତମେ ସତ କହୁଛ ସେଟା ଆମେ କେହି ଜାଣିନେ। କିନ୍ତୁ ଯେହେତୁ ତମ ଓପିନିଅନ ଅଲଗା ଆଉ ମୋ ଓପିନିଅନ ଅଲଗା, ମୋ ପାଖରେ କେହି ନାହାନ୍ତି ଆଉ ତମେ 4 ଜଣ ଗୋଟେ କଥା କହୁଛ, ନିହାତି ଭାବରେ ସେଇଟା ହିଁ ସତ ହେଇଯିବ। ତ ଲେଖକ ମଧ୍ୟ ସେଇ କଥା କହୁଛନ୍ତି, ଯେତେବେଳେ ତମ ବିଚାର ମୋ ବିଚାର ସହିତ ଅମେଳ ଥିଲା, ସେତେବେଳେ ତୁମେ କଣ କର, ଆଉ 5 ଜଣକୁ ଡାକିବ, ମୁଁ ଆଉ 5 ଜଣକୁ ଡାକିବି। ସପୋଜ ତମେ ଆସିଲେ, ତମର 5 ଜଣ ହେଲେ, ମୋର ଆଉ 5 ଜଣ ଆସିଲେ, ତେବେ ଯେବେ ସମାନ ସମାନ ହେଇଗଲା, ତେବେ ତୁମେ ଯେବେ ମୋ ଠାରୁ ବଡ କି ବୁଝୁଆ, ତାହେଲେ ତୁମ ଘରର ହୁଏତ ତୁମ ଘରକୁ ବିଷୟକୁ ଯାଇବ। ସପୋଜ ତମେ ଆସିଛ, ତମର ମୋର ଗୋଟେ କଥା ନେଇକି ଯୁକ୍ତି ହେଇଛି, ତମେ କହୁଛ ତମ କଥା ଠିକ, ମୁଁ କହୁଛି ମୋ କଥା ଠିକ, ତ ସେଇ ସମୟରେ ତମେ ଲୋକକୁ ଦେଖିବା, ତମେ 5ଟା ଲୋକଙ୍କୁ ଡାକି ଆଣୁଛି ପଚାରିବା, ତମେ 5ଟା ଲୋକ ଡାକି ଆଣିଲ, ମୁଁ 5ଟା ଲୋକ ଡାକିବି, ତମର ମୋର ଲୋକ ବଳ ସମାନ ହେଇଥିଲା, କିନ୍ତୁ ଏଇ ଜାଗାରେ ତଥାପି ତମର ବୁଦ୍ଧି, ତମର ବଳ ଯଦି ମୋ ଅଧିକା ଥିବ, ତାହେଲେ ନିହାତି ଭାବରେ ମୋ ପଟେ ଥିବା ଲୋକମାନେ ତମ ଆଡକୁ ଢଳିବେ, ନିହାତି ଯିବେ। ହଁ, ତ ତମ ପାଖରେ ସେଠି ରହିବ, ତମେ ସତ କହୁଛ ବୋଲି ସମସ୍ତେ ଜାଣିବେ, ମାନେ ସତ ଏଇଟା, ତାମାନେ ସେଥିପାଇଁ ଯୋଉ ପଟରେ ବେଶୀ ଲୋକ ସେଇଟା ହିଁ ସତ, ନିହାତି କହିବେ। କିନ୍ତୁ ସେଟା ସତ ହଉ କି ନ ହଉ, ସେଇ କଥା କହୁଛନ୍ତି। ଯଦି ତେବେ ଯେବେ ମୋ ଠାରୁ ବଳ କି ବୁଦ୍ଧି ତୁମେ ମୋଠୁ ବଳ ହେଇଥିବ, ଲୋକମାନେ ଡରିବେ ଯେ କାଳେ ଆମେ ତା ସପୋର୍ଟ ଆମକୁ ସେ ମାରିଦବ, ଡରିକି ତମ ସପୋର୍ଟ ହେବେ। ବା ବୁଦ୍ଧି ଯଦି ତୁମର ଅଧିକା ଅଛି, ଆଚ୍ଛା ଆଚ୍ଛା, ମୁଁ ଯଦି ଦେଖିଦେବି ମୋର ଏତେ ବୁଦ୍ଧି ଅଛି, ମୁଁ ସ୍କୁଲରେ ପାଠ କହିଦେବିନି କି ପରୀକ୍ଷାରେ ପାଠ କହିଦେବେନି, ତମେ ଜାଣୁଛ ସେ ଫାଷ୍ଟ ହଉଛି ମାନେ ସେ ପାଠ କହିଦେବନି, ମୋ ପଟେ ଯିଏ ହେଇଥିବ ସିଏ ବି ପଳେଇବ। ଆମର କଣ କରିବେ, ସେଠି ବରଂ ସେ ତା ପାଖ ସାଙ୍ଗ ହେଲେ ସେ ମଧ୍ୟ ଦିଟା ପାଠ କହିଦେବେ, ନାଇଁ? ତେଣୁ ବୁଦ୍ଧି ଯଦି ଅଧିକା ଥିଲା, ବଳ ଯଦି ଅଧିକା ଥିଲା, ସମସ୍ତେ ତାହେଲେ ତୁମ ଡରରେ ହୁଏତ ତୁମ ଆଡକୁ ବେଶୀ ଲୋକ ଚାଲିଯାଏ, ତେବେ କଣ ତୁମରି କଥା ହିଁ ହୋଇଯିବ ସତ୍ୟ? ତାହେଲେ ଏଠି କଣ ହଉଛି, ସମାଜରେ କଣ ହଉଛି, ଏଇଭଳି ଘଟଣା, ମୁଁ ଆମର ଏକ୍ସାମ୍ପଲ ଦେଲି, ସମାଜରେ ଏଇଭଳି ଘଟୁଛି। ତ ଏମିତି ଯଦି ଘଟଣା ଘଟିବ, ତାହେଲେ ଯାହା ପଟେ ବୁଦ୍ଧି ଅଧିକ, ଯାହା ପଟେ ବଳ ଅଧିକ, ତା ପଟେ ଲୋକ ଅଧିକ, ଲୋକ ଅଧିକ, ତା କଥାଟା ସତ ହେବ। ସେଇଟା ସତ ହେଇଥାଉ ବା ନ ବି ହେଇଥାଉ, ଭୁଲ ମଧ୍ୟ ହେଇଥିଲେ। ତିନି ତୁଣ୍ଡରେ ପଢିଛ କପଟି, ସେଥିରେ ମଧ୍ୟ ଭୁଲ ଜିନିଷଟା ପାଇଁ 3 ଜଣ କଲେ ବୋଲି ତାଙ୍କ କଥା ସତ ହେଇଗଲା, ସେଠି କୁକୁର ହେଲା ବିଚରା ଯୋଉ ପଣ୍ଡିତଟି ହତାଶ ହେଇକି ଘରକୁ ଗଲା ଫିଙ୍ଗି ଦେଇ। ତ ତେବେ ଯାହା ସତ୍ୟ ତାହା ଇନ୍ଦ୍ରିୟ ଗ୍ରାହ୍ୟ, ଯାହା ଆଖିରେ ଦେଖୁଛି, କାନରେ ଶୁଣୁଛି, ଅଙ୍ଗେ ନିଭାଉଛି, ପାଟିରେ ଚାଖୁଛି, ନାକରେ ଶୁଭୁଛି, ବୁଦ୍ଧିରେ ଜାଣିପାରୁଛି, ତେବେ ଲେଖକ କଣ କହିଲେ, ସତ୍ୟ ଯୋଉଟା ଇନ୍ଦ୍ରିୟ ଗ୍ରାହ୍ୟ, ଗ୍ରହଣୀୟ ବା ଗ୍ରହଣୀୟ,
ତମ ଇନ୍ଦ୍ରିୟ ଯୋଉଟାକୁ ଗ୍ରହଣ କରିନେଲା ସେଟାକୁ ତମେ ସତ୍ୟ ବୋଲି ଭାବିବ, ତାହା ହିଁ ସତ୍ୟ। ଇନ୍ଦ୍ରିୟ କଣ? ଆମର ପଞ୍ଚ ଇନ୍ଦ୍ରିୟ, ପଞ୍ଚ ଇନ୍ଦ୍ରିୟ, କିନ୍ତୁ ଏବେ ଆମେ ଷଡ ଇନ୍ଦ୍ରିୟ ମନକୁ ଯୋଡିକି ଷଡ ଇନ୍ଦ୍ରିୟ। ତେଣୁ ଯୋଉ ଇନ୍ଦ୍ରିୟ ପଞ୍ଚ ଇନ୍ଦ୍ରିୟ, ଆମେ ଯୋଉଟା ଆଖି, ଗୋଟେ ଆଖିରେ ଆମେ ଯାହା ଦେଖୁଛୁ ତାକୁ ତମେ ସତ ବୋଲି ଭାବିବ, ନୁହେଁ କି? ତମେ ଏଇଠି ଆଖିରେ ଦେଖୁଛ କାଉଟେ ଉଡି ଯାଉଛି, ତାର ରଙ୍ଗ କଳା, ତମେ ତାକୁ ନିହାତି ବିଶ୍ୱାସ କରିବ ନା ନାଇଁ? ବିଶ୍ୱାସ କରିବ। ତାକୁ ଆଖିରେ ବି ଦେଖୁଛ, କାନରେ ବି ଶୁଣୁଛ, ଅନ୍ୟମାନେ ତ କହୁଛନ୍ତି କାଉର ରଙ୍ଗ କଳା। ଆଉ ଆଉ ଗୋଟେ ଘଟଣା ଯାହା ତମେ ଅଙ୍ଗେ ନିଭେଇଛ, ତମ ସହିତ ହେଇଛି। ସପୋଜ କହିବି ତମର ଏଠି କ୍ଲାସ ହଉଛି, ଆଜି କ୍ଲାସ ହେଇଛି, ଅନ୍ୟମାନେ ଯେ କ୍ଲାସ ଆସିଲେନି ସେ କହିବେ ଏଠି କ୍ଲାସ ହେଇନି, କିନ୍ତୁ ତମେ ଏଠି ଅଙ୍ଗେ ଲିଭେଇଛ, ତମେ ନିଜେ ବସିକି କ୍ଲାସ କରୁଛ, ପଢୁଛ, ତେଣୁ କରିକିନା ତମେ ଜାଣି ତମେ ସେଟା ଅଙ୍ଗେ ଲିଭେଇଛ ଯେ ହଁ ଆଜି କ୍ଲାସ ହେଇଛି। ଆଉ ପାଟିରେ ଚାଖୁଛ, ଲୁଣଟା ଲୁଣିଆ ଲାଗେ ବୋଲି ତମେ ଚାଖିଛ ବୋଲି ତାକୁ ବିଶ୍ୱାସ କରୁଛ, ସେଇଟା ହିଁ ସତ୍ୟ। ଲୁଣଟା ଲୁଣିଆ ଲାଗେ ସେଇଟା ସତ୍ୟ ନାଇଁ, କାହିଁକିନା ତମେ ସେଟା ମଧ୍ୟ ଚାଖି ଜାଣୁଛ। ନାକରେ ଯୋଉଟା ଶୁଙ୍ଘୁଛ, ପରଫ୍ୟୁମ ବାସ୍ନା କରେ ବୋଲି ତମେ ଶୁଙ୍ଘୁଛ ବୋଲି ଜାଣୁଛ, ଅଲଗା କିଛି ଗୋଟେ ଖରାପ ସ୍ମେଲ ହେଲେ ତମେ ସେଟା ନାକରେ ସେଇ ଜିନିଷକୁ ଦେଖିକି ଜାଣୁଛେ ଯେ ତାହା ହିଁ ସତ୍ୟ। କାହିଁକି ନା ଇନ୍ଦ୍ରିୟ, ଆମର ଯୋଉ ପଞ୍ଚ ଇନ୍ଦ୍ରିୟ ଯାହାକୁ ଗ୍ରହଣ କରୁଛି, ସେଇ ପଞ୍ଚ ଇନ୍ଦ୍ରିୟର ଗ୍ରହଣ ଯୋଗ୍ୟ ଯୋଉଟା ସେଇଟା ହିଁ ସତ୍ୟ। ତେବେ ତୁମେ ଯଦି ସେଇ କଥା କହିବା, ଆମେ ପୁଣି ଲେଖକ ଏଠି କଣ କଲେ, ପ୍ରଥମତଃ ସାଧାରଣ କଥା ଆମେ ଯାହା ଦେଖୁଛେ ଇନ୍ଦ୍ରିୟ କଥା କହିଲେ, ତାପରେ ସେଇ ଜିନିଷଟାକୁ ଯଦି ଆମେ ବଦଳାଇବାକୁ ଚାହିଁବା, ଅସତ୍ୟରେ ପରିଣତ କରିବାକୁ ଚାହିଁବା, ସେ ଆଖି ଦେଖା ଜିନିଷକୁ ଆମେ ଅସତ୍ୟ କରିଦେବା। ଯଦି ଆମେ କାହିଁକି ସିଏ ଏବେ ଅଙ୍କ ଶାସ୍ତ୍ର ଆଉ ବିଜ୍ଞାନ ଶାସ୍ତ୍ରକୁ ଯଦି ଯିବେ, ଆମେ ଅଙ୍କ ଶାସ୍ତ୍ର ଆଉ ବିଜ୍ଞାନ ଶାସ୍ତ୍ରକୁ ମାନୁଛେ ନାଇଁ, ମାନୁଛେ ନା ନାଇଁ? ଠିକ। ତ ଆମେ ବର୍ତ୍ତମାନ କହିବା ଷ୍ଟାର୍ଟ କରିବା ସେଇଟା ଅଛି। ତମେ ଆମେ ପ୍ରଥମେ କଣ ପଢିଲେ, ଇନ୍ଦ୍ରିୟ ଯାହା ତାହା ହିଁ ସତ୍ୟ, ନୁହେଁ କି? ତମର ଆଖି, ନାକ, କାନ ଯାହା ଦେଖୁଛି, ଯାହା ତମେ ମେହସୁସ କରୁଛ, ଅଙ୍ଗେ ନିଭଉଛ, ତାହା ହିଁ ସତ୍ୟ। ତେବେ ମୁଁ ଏଠି ଠିଆ ହେଇଛି, ତମେ ମତେ ଆଖିରେ ଦେଖିଲ, ମୁଁ କୋଉଠି ଠିଆ ହେଇଛି? ମାଟିରେ ଲାଗିଛି ମୋ ଗୋଡ, ତମର ଫ୍ଲୋରରେ ଲାଗିଛି ମୋ ଗୋଡ, ତେବେ ତମେ ସେଇଟା ଆଖିରେ ଦେଖିଲ, ତମର ଗୋଡ ଲାଗିଛି, ତମେ ସେଇଟା ମେହସୁସ କରୁଛ, କାନ ସ୍ପର୍ଶ କରୁଛ, ତମେ ତମ ଇନ୍ଦ୍ରିୟ ମେହସୁସ କଲା, ଇନ୍ଦ୍ରିୟ ଗ୍ରହଣ କଲା, ସେଇଟା ସତ। ମୁଁ ଏଠି ମାଟିରେ ଠିଆ ହେଇଛି, ତା ଏଇଟା ସତ ନା ସତ ନୁହେଁ? ସତ। ଆକୁ ଯଦି ଆମେ ଗଣିତ ଶାସ୍ତ୍ର, ମାନେ ଅଙ୍କ ଶାସ୍ତ୍ର ବା ଗଣିତ ଶାସ୍ତ୍ର ବା ବିଜ୍ଞାନ ଶାସ୍ତ୍ରକୁ ଯିବା, ତାହେଲେ ଆକୁ ସିଏ ମିଥ୍ୟା ପ୍ରମାଣିତ। କିଭଳି ମିଥ୍ୟା ପ୍ରମାଣିତ କରେ? ଆମେ ଯଦି ପ୍ରଥମେ ଦେଖିବା, ଆମେ ସିଏ କୋଉଟା ନେଇଯିବୁ ବିଜ୍ଞାନ। ଆଚ୍ଛା, ମୁଁ ଯେବେ ଅଙ୍କଶାସ୍ତ୍ର ବିଜ୍ଞାନ ଶାସ୍ତ୍ର ସାହାଯ୍ୟରେ ପ୍ରମାଣ କରେ ଯେ ତୁମେ କଟକ ଠାରୁ ପୁରୀ ତୁମ ଗୋଡରେ ଚାଲି ଚାଲି ଗଲେ ମଧ୍ୟ ତୁମ ଗୋଡ ତଳେ ଲାଗିଲାନି। ତ ଏଠି ସେ ଅଙ୍କ ଶାସ୍ତ୍ରରେ ପ୍ରମାଣ କରୁଛି, ଯଦି ମୁଁ ଅଙ୍କ ଶାସ୍ତ୍ର ଆଉ ବିଜ୍ଞାନ ଶାସ୍ତ୍ରରେ ଯିବି, ତାହେଲେ ମୋର ତମେ କଟକରୁ ପୁରୀ ଚାଲି ଚାଲି ଯିବ, କିନ୍ତୁ ତମ ଗୋଡ ତଳେ ଲାଗିବ ନାହିଁ। ଯଦି ଆମେ ବିଜ୍ଞାନକୁ ଯାଉଛେ, ଗଣିତକୁ ଯାଉଛେ, ଫାଷ୍ଟ ଗଣିତର ଉଦାହରଣ ଦେଲି, ଗୋଟେ ଟେବୁଲ ଟେ ପକେଇଦେଲେ ଏଠି ନା, ଟେବୁଲ ଉପରେ ଗୋଟେ ଫୁଟେ ଟେବୁଲ, ଫୁଟାର ଟେବୁଲ ପକେଇଦେଲେ, ତାପରେ ତମେ ଠିଆ ହେଲ, ଆଉ କିଛି ଲୋକ ଆଇଲେ, ସେଠି ଆଉ ଟିକେ ଛୋଟ ଟେବୁଲ, ଆଉ ଟିକେ ଛୋଟ ଟେବୁଲ, ଆଉ ଟିକେ ଛୋଟ ଟେବୁଲ ପକେଇ ଗଲେ, ଲାଷ୍ଟ ଗୋଟେ ପଟା ପକେଇଦେଲେ, ତ ତମ ମାଟିରେ ତମ ଗୋଡ ଲାଗିଲେ? ଯଦି ମୁଁ ପ୍ରମାଣ କରିବାକୁ ଚାହେଁ, ଅଙ୍କ ଅଙ୍କ ଶାସ୍ତ୍ର ଅନୁସାରେ, ତାହେଲେ ତମେ ଯେମିତି କମି କମି କ୍ରମ ଅନୁସାରେ କମି କମି ଗଲ, ଯାଇକି ଲାଷ୍ଟ ସେ ମାଟିରେ ରହିଲେ, ତମେ ସେଠୁ ଏତେ ବାଟ ଗଲ, ସେଠି ଯାଇକି ଓହ୍ଲେଇ ପଡିବ, ତାହେଲେ ତମ ପାଦଟି ତଳେ ଲାଗିଲା ନାହିଁ। ଆଉ ଯଦି ଆମେ ବିଜ୍ଞାନରେ ଯିବା, ବିଜ୍ଞାନରେ ଗଲେ ଆମେ ଗୋଟେ ମାଧ୍ୟାକର୍ଷଣ ଶକ୍ତି ଅଛି ବୋଲି ଜାଣିଛେ, ପୃଥିବୀର ଆକର୍ଷଣ ଶକ୍ତି ଅଛି, ସିଏ ଯାହା ଟାଣିବ ନିଜ ଆଡକୁ, ତ ଏଇଟା ମାଟି, ପୃଥିବୀ, ସିଏ କହିବା କଥା। ବିଜ୍ଞାନ ଯଦି କହିବ ଆମର ପାଦ, ଆଉ ଯଦି ଜଣେ ମତେ ମାନେ ଦିଟା ଜିନିଷ ଜଣେ ଟାଣୁଛି, ମାନେ ପୃଥିବୀଟା ଉପରେ ଯୋଉ ସେଟାକୁ ଟାଣୁଛି, ତାର ଶକ୍ତି ମୁତାବକ ସେ ଟାଣୁଛି, ଉପରେ ଯୋଉ ଜିନିଷଟା ଖସୁଛି, ସିଏ ମଧ୍ୟ ତାର ଶକ୍ତି ମୁତାବକ ଖସିବା କଥା। ଯଦି ମୁଁ ଗୋଟେ କଥା କହିଲି, ଯଦି ଗୋଟେ ବଲଟାକୁ ଆମେ ଜୋର ଧରିକି ପକେଇ ଦଉଛୁ ମାଟିରେ, ସିଏ କଣ କରୁଛି? ଗାତ କରି ଟିକେ ବସି ଯାଉଛି ନା ନାଇଁ, ତା ଶକ୍ତିଟା ଅଧିକ ହଉଛି, ଆମ ପକେଇଲେ ସେ ପୃଥିବୀର ଆକର୍ଷଣ ଶକ୍ତି ତା ଶକ୍ତିଟା ଅଧିକ ହଉଛି, ସେ ମାଟିରେ ପଶି ଯାଉଛି, କିନ୍ତୁ ଆମ ଗୋଡ ମାଟି ଭିତରେ ପଶୁଛି, ମାଟି ଭିତରେ ପଶୁନି, କାହିଁକିନା ଗୋଡ ସ୍ଥିର ହଉଛି। ସିଏ ବିଜ୍ଞାନ କହିବ ଆମର ପାଦ ଆଉ ମାଟିର ମଝିରେ ଏତେ କମ ଗୋଟେ ଲେୟାର ଅଛି, ଯୋଉଟା କି ଖାଲି ଆଖିରେ ଦେଖାଯାଉନି, କିନ୍ତୁ ଯଦି ମିଶି ଯାଆନ୍ତା, ତାହେଲେ ଆମ ଗୋଡଟା ମାଟିରେ ପୋତି ହେଇଯାଆନ୍ତା। ବିଜ୍ଞାନ ତେଣୁ ସେଇ ଦୃଷ୍ଟିରୁ ମଣିଷ ପାଦ ଶୂନ୍ୟରେ ଝୁଲୁଛି, ମାଟିକୁ ଛୁଇଁଲା।
ସେ କଥା କହିବେ ପ୍ରଥମେ ତ ଆମେ କହିଲେ ତୁମେ ଯଦି କଟକ ଠାରୁ ପୁରୀ ତୁମ ଗୋଡରେ ଚାଲି ଚାଲିକି ଯିବ ତୁମ ଗୋଡ ତଳେ ଲାଗିବନି। ଯଦି ଆମ ତଳେ ନ ଲାଗିଲେ ଆମେ ଚାଲିପାରିବା କି? ଯୋଉଟା ଆମେ ଆଖିରେ ଦେଖୁଛେ ଇନ୍ଦ୍ରିୟ କହୁଛି ଯେ ଆମେ ଦେଖି ପାରୁଛୁ ଆମ ତଳ ଲାଗୁଛି ପାଟି ଛୁଇଁ ଯାଉଛି, କିନ୍ତୁ ବିଜ୍ଞାନ ଆଉ ଗଣିତ ଯଦି ଆମେ ତା ପାଠକୁ ଯିବା ତାହେଲେ ଆମେ ଏଇଟା ପ୍ରମାଣ କରିଦେବା ଯେ ଆମ ଗୋଡ ତଳେ ଲାଗୁନି। କେମିତି? ତୁମେ କେବଳ ଶୂନ୍ୟରେ ଉଡି ଯାଉଛ, ଚାଲି କରି ଯାଅ, ତୁମେ ମାନିବ? ତମକୁ ଯଦି ମୁଁ କହିବି ତୁମକୁ କହିବି ଆରେ ତମେ କଟକରୁ ପୁରୀ ଯିବ ତମ ପାଦରେ ମାଟି ଲାଗିବ, ତୁମେ ମାନିବ? ମୁଁ କହିବି ତମେ ଉଡି ଉଡି ଯାଉଛ, ଶୂନ୍ୟରେ ଯାଉଛ, ଚାଲି ଚାଲି ଯାଉଛ, ତୁମେ ମାନିବ? କାହିଁକି ମାନିବନି? କାରଣ ତମ ଇନ୍ଦ୍ରିୟ ଏଟା ଗ୍ରହଣ କରୁନି। ତମ ଇନ୍ଦ୍ରିୟ ମାନେ ତମ ଯୋଉ ପଞ୍ଚ ଇନ୍ଦ୍ରିୟ ଅଛି ସେ ଦେଖୁଛି ତମେ ଚାଲି ଚାଲି ଯାଉଛ ମାଟିରେ, କଣ ଲାଗୁଛି ଗ୍ରହଣ କରୁନି। ତେବେ ମୁଁ ସେଠି କଣ କରିବି ତୁମକୁ ପ୍ରମାଣ ଦେବି। ନିହାତି ପ୍ରମାଣ ଦେଲେ ଯାଇ ମାନିବ ନା ନାଇଁ? ଠିକ। ତେବେ ମୁଁ ଯେବେ କହେ ବିନୋବାଜୀଙ୍କର ଏଇଟା ସର୍ଟ କ୍ୱେଶ୍ଚନ ଆସିବ, ବିନୋବା ଭାବେ ତମର ଥିଲେ ବିନୋବାଜୀଙ୍କର ପଦବ୍ରଜରେ ଭୂଦାନ ଯାତ୍ରା, ଭୂଦାନ ଯାତ୍ରା ତାଙ୍କର ଯୋଉ ଥିଲା ପଦବ୍ରଜରେ ପାଦରେ ଚାଲି ଚାଲି ବା ପଦରେ ଗମନ। କେଉଁ ଯାତ୍ରା ଥିଲା ତାଙ୍କର? ଭୂଦାନ ଯାତ୍ରା। କୋଉଥିରେ ସେ ଯାଉଥିଲେ? ପଦବ୍ରଜରେ ଯାଉଥିଲେ। ବା ମହାତ୍ମା ଗାନ୍ଧୀ ମଧ୍ୟ ଚାଲି ଚାଲି ଭ୍ରମଣ କରିଥିଲେ, ପାଦରେ ଚାଲି ଚାଲି ଗାନ୍ଧୀଜୀ ଚାଲି ଚାଲି କରିଥିଲେ। ତାହେଲେ ଏଇ ଦିଟା କଥାକୁ ମୁଁ ଅଙ୍କ ଆଉ ବିଜ୍ଞାନ ଶାସ୍ତ୍ର ଅନୁସାରେ ଅସମ୍ଭବ ବା ଅସତ୍ୟ ବୋଲି ପ୍ରମାଣ କରିବି। ଲେଖକ କହୁଛନ୍ତି ଠିକ। ତାକୁ ଆମେ ଦେଖିଲେ ମହାତ୍ମା ଗାନ୍ଧୀ ସତରେ ଚାଲି ଚାଲି ଯାଉଛନ୍ତି, ଲୋକମାନେ ଦେଖିଲେ ପଦଯାତ୍ରା କରୁଛନ୍ତି, କିନ୍ତୁ ଏଠି ଲେଖକ କହୁଛନ୍ତି ଯଦି ଆମେ ଗଣିତ ଶାସ୍ତ୍ର ବା ବିଜ୍ଞାନ ଶାସ୍ତ୍ରକୁ ଯିବା ତାହେଲେ ମଣିଷର ପାଦ ତଳେ ଲାଗୁନି, ଶୂନ୍ୟରେ ଚାଲିଛି। ଏଇ କଥା ପ୍ରମାଣ କରିବା କଣ କରିବୁ? ତାହେଲେ ଲେଖକ ପଚାରୁଛନ୍ତି ପ୍ରମାଣ କରିପାରିବି ନା ପ୍ରମାଣ କରିପାରିବିନି? ଲେଖକ ପଚାରୁଛନ୍ତି ଦର୍ଶକ ମାନଙ୍କୁ ବା ଯୋଉମାନେ ପାଠକ ସେମାନେ ପଚାରୁଛନ୍ତି ତମେ କୁହ। ତେବେ ଯଦି ବିନୋବା ଭାବେ ଚାଲି ଚାଲି ଗଲେ ବା ତୁମେ ଘରଠୁ ପୁରୀ କଟକରୁ ପୁରୀ ଚାଲି ଚାଲି ଗଲ କିନ୍ତୁ ତମ ପାଦ ମାଟିରେ ଲାଗିଲାନି, ତମେ ସେଟାକୁ ଗ୍ରହଣ କରିବ? ମୁଁ କିନ୍ତୁ କହିବି ତମ ପାଦ ତଳେ ଲାଗୁନି ତମେ ଯାଉଛ, ତାହେଲେ ତମେ ପ୍ରମାଣ ଦରକାର କି? ନିହାତି ପ୍ରମାଣ। ତେବେ ମୁଁ ପ୍ରମାଣ କରିବି। ସେଇ କଥାକୁ ଲେଖକ କିଭଳି ପ୍ରମାଣ କରିବି? ଅଙ୍କଶାସ୍ତ୍ର ଆଉ ବିଜ୍ଞାନ ଶାସ୍ତ୍ର ଅନୁସାରେ ସେ ପ୍ରମାଣ କରିବ। ତେବେ ଦେଖ, ଆଚ୍ଛା ଦେଖ, ତୁମେ ଫୁଟେ ଉଚ୍ଚା ଗୋଟେ ଟେବୁଲ ଉପରେ ଛିଡା ହୁଅ। ପ୍ରଥମେ ଗୋଟେ ଟେବୁଲରେ ଠିଆ ହେଲ ଯୋଉଟା ଫୁଟେ ଉଚ୍ଚା, ଫୁଟେ ମାନେ ଏତିକି ଏଡିକିଟା, ଆଉ ମୁଁ 5 ଫୁଟ ହେଲେ ତମର ଗୋଟେ ଅଧା। ତ ଗୋଟେ ଟେବୁଲ ଉପରେ ଠିଆ ହେଲ, ଠିକ ତଳକୁ ଚାଲ, ତମ ଗୋଡ ମାଟିରେ ଲାଗିଲା କି? ଅଙ୍କ ଶାସ୍ତ୍ର ଗୋଟେ ପ୍ରମାଣ କରିବେ ପରା ଲେଖକ। ଯୋଉଟା ଆମେ କଣ ପଢିଲେ ଯୋଉଟା ପ୍ରମାଣ କରିପାରିବା ସେଇଟା ସତ। ଆମେ ଏବେ ବିଜ୍ଞାନ ପଛରେ ଧାଇଁଲେ ଯୋଉଟା ପ୍ରମାଣ କରିପାରିବା ସେଇଟା ସତ। ତେଣୁ ସେ ସେଇ କଥାକୁ ଆଗ ପ୍ରମାଣ କରନ୍ତି। ଫୁଟେ ଉଚ୍ଚା ଟେବୁଲ ଉପରେ ଠିଆ ହୁଅ, ତୁମ ଗୋଡ ମାଟିରୁ ଫୁଟେ ଉଚ୍ଚାରେ ରହିଲା, ମାଟିରେ ତଳେ ଲାଗିଲା କି ଗୋଡ? ଲାଗିଲା? ଲାଗିଲାନି। ତାପରେ ତୁମେ ଓହ୍ଲାଅ ଅଧ ଫୁଟିକିଆ ଟୁଲ, ତାପରେ ତ ଓହ୍ଲଉଛ ମାଟିରେ ନ ରହି ତା ପାଖକୁ ଗୋଟେ ଅଧ ଫୁଟିଆ ଟେବୁଲଟେ ରଖିଲ ବା ଟୁଲ ତା ଉପରକୁ ରଖିଲ, ତାହେଲେ ମାଟିଠୁ ତମ ପାଦ ଆଉ ଅଧ ଫୁଟିଆ ରହିଲା। ପୁଣି ଇଞ୍ଚିକିଆ ଟୁଲ, 3 ଇଞ୍ଚିଆ ଟୁଲ, ଇଞ୍ଚିକିଆ ଟୁଲ, ଅଧ ଇଞ୍ଚିଆ ପଟା, ଚଉଠା ଇଞ୍ଚିଆ ପଟା ଇତ୍ୟାଦି ଇତ୍ୟାଦି ଉପରକୁ। ତାପରେ ତଳକୁ 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 ସେମିତି ଥୋଇ ଗଲ। କିନ୍ତୁ ତମେ ଚାଲୁଛ ନା ନାଇଁ? ତମେ ଚାଲୁଛ, ତମେ କଣ ମାନେ ଗାଡିରେ ଗଲ କି? ତମେ ଏ ଟୁଲରୁ ତଳ ଟୁଲକୁ, ତାପରେ ଆଉ ଟିକେ ତଳ ଟୁଲ, ତାପରେ ଆଉ ଟିକେ ତଳ ଟୁଲ, ସେମିତି ଚାଲିଲେ ତମେ ଚାଲିଛ। ତ ସେଇଠି ସେ ପ୍ରମାଣ କଲେ, ମାନେ ସତକୁ ମିଛ, ମିଛକୁ ସତ କିଭଳି ସମାଜରେ ପ୍ରମାଣ କରିକି ସତ୍ୟ ମେବ ଜୟତେ କହିକି ଅସତ୍ୟ କରୁଛନ୍ତି, ଏଇଟା ତାର ଗୋଟେ ଉଦାହରଣ ଲେଖକ ଦଉଛନ୍ତି। ତାହେଲେ ସେମିତି ହେଇ ଲାଷ୍ଟକୁ ଗୋଟେ ଚଉଡ଼ା ଚଉଠା ଇଞ୍ଚିଆ ପଟା, ତାପରେ ଗୋଟେ ପଟା ପକେଇଦେଲେ, ପଟା ତମେ ଚାଲି ଚାଲି ତଳେ ପହଞ୍ଚିଗଲେ ଯାଇକି ପୁରୀରୁ କଟକରେ ପହଞ୍ଚିଲା ବା କଟକରୁ ପୁରୀରେ ପହଞ୍ଚିଗଲ। ତାହେଲେ ତମେ କଟକରୁ ପୁରୀ ଯାଏ ଚାଲିଲ, କିନ୍ତୁ ମାଟିରେ ନ ଚାଲିକି ଟେବୁଲ ତା ତଳ ଟେବୁଲ ତା ତଳ ଟେବୁଲ 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 ପଡି ପଡିଗଲା ତଳକୁ ସଭା ତଳେ ଯାଇକି ମାଟିରେ ଓହ୍ଲେଇ ପଡିଲ। ତାହେଲେ ଏଇଠି ତମ ପ୍ରମାଣରେ ଏଇପରି ଅଧା ଅଧା କରିଗଲେ ତୁମେ ଶୂନ୍ୟରେ କେବେ ପହଞ୍ଚିବ? କ୍ୱେଶ୍ଚନ ମାର୍କ କରୁଛ, ତୁମେ କଣ ଶୂନ୍ୟରେ କେବେ ପହଞ୍ଚିବ? ଆଉ ଶୂନ୍ୟରେ ଯେବେ ନ ପହଞ୍ଚୁଛ ତାହେଲେ ତୁମ ଗୋଡ ମାଟି ସହିତ ଲାଗିଲା କେମିତି? ତୁମେ ଯେତେବେଳେ ପହଞ୍ଚି ଗଲ, ତମେ କଣ ଶୂନ୍ୟରେ ଚାଲୁଛ କି? ଶୂନ୍ୟରେ ପହଞ୍ଚୁଛ କି? ତୁମେ କଣ ତଳେ କିଛି ଗୋଟେ ଜିନିଷ ଅଛି ନା, ଟେବୁଲଟେ ଅଛି, ଟୁଲଟେ ଅଛି, ପଟାଟେ ଅଛି, ପିଢାଟେ ଅଛି, ତା ଉପରେ ଚଢି ଚଢି ପଳେଇଲ। ତାପରେ ପାଦ ତଳେ ପକେଇଦେଲ, ସେଠି ତାହେଲେ ସେଇଠି ଚାଲିଲା, ତାପରେ ମାଟିରେ ଲାଗିଲା କି? କିଏ କଲା ତମର ଗୋଡ ମାଟି ସହିତ ଲାଗିଲା କି? ତୁମ ଗୋଡ ଏଇ ମାଟି ଭିତରେ 1/2 କୋଟି ବା 2 ଅଦ୍ଭୁତ ବ୍ୟବଧାନ ହୋଇପାରେ। 2 ଅଦ୍ଭୁତ ହେଲା 10 କୋଟି ସଂଖ୍ୟା କୁହନ୍ତି ଅଦ୍ଭୁତ, ଆଉ ବ୍ୟବଧାନ ହେଲା ଦୂର। ମାନେ
ଯେତିକି ତମେ ଚାଲିଲ ତାର ବ୍ୟବଧାନ କାହାଠାରୁ କାହା ପର୍ଯ୍ୟନ୍ତ, ତୁମ ଗୋଡ ଏ ମାଟି ଭିତରେ, ତୁମ ଗୋଡ ଆଉ ମାଟି ଭିତରେ ପଶିବା ପାଇଁକିନା ଏତିକି ସମୟ ମାନେ ଅଭୂତ ବ୍ୟବଧାନ ହୋଇପାରେ, ଅର୍ଥାৎ 10 କୋଟି ବା ଦୂରତ୍ୱ ଅନ୍ତର ହେଇପାରେ, କିନ୍ତୁ ମାତ୍ର ଠିକ ଶୂନ ବ୍ୟବଧାନ ହୋଇପାରେ ନାହିଁ। ଶୂନ ବ୍ୟବଧାନ କେବେ ହବନି, ମାନେ ଜିରୋ ବ୍ୟବଧାନ କେବେ ହବ ନାହିଁ। ତମର ଗୋଡ ଆଉ ମାଟିରେ ଯୋଉ ମଝି କଥା କୁହାଯାଉଛି, ବିଜ୍ଞାନକୁ ଯଦି ଯିବ ତାହେଲେ ସେଟା ଜିରୋ ବ୍ୟବଧାନ ନୁହଁ ଯେ ଖାଲି ତାଙ୍କ କହିବା କଥା ଏଇଟା ଏଇଟା ମୁଁ ହାତ ରଖିଲି, ଆମେ ଆଖିରେ ଦେଖୁଛେ ମୁଁ ଏଇଠି ହାତ ରଖିଲି, ସିଏ କହିବା କଥା କି ମୁଁ ହାତ ରଖି ଆର ଯୋଉ ଆକର୍ଷଣୀୟ ଶକ୍ତି, ଆର ଶକ୍ତି ଭିତରେ ଗୋଟେ ସରୁ ଅଳ୍ପ କିଛିଟା ଅଛି ଯୋଉଟା କି ଆମେ ଖାଲି ଆଖିରେ ଦେଖାଯାଉନି, ଗୋଟେ ମାତ୍ର ନୁହେଁ। ଯଦି ନଥାନ୍ତା ତାହେଲେ ମୁଁ ଏଇଟା ହାତରେ ରଖିଥିଲେ ଏଇଟା ମାନେ ପଶିଯାଆନ୍ତା, ଯଦି ମୁଁ ଯାହାର ଶକ୍ତି ଅଧିକା ସେ ଭିତରକୁ ଦବି ହେଇଯିବ। ସେ କହିବା କଥା ଏଇଟା କୋଉ ସଙ୍ଗତ, ମାନେ କାହିଁକି ଏଇଟା ଯେ ଏଇଭଳି ଜ୍ଞାନ ଦ୍ଵାରା, ଏଇଭଳି ବୁଦ୍ଧି ଦ୍ଵାରା ମିଛକୁ ସତ, ସତକୁ ମିଛ କରିବା ପାଇଁ। ସତରେ ଯଦି ତମକୁ କିଏ କହିଛି ତମେ ମାଟି ଚାଲୁନ, କୋଉଠୁ ଚାଲୁଛ, ନୁହେଁ। ତେଣୁ ପୁଣି କହିଲେ ତୁମେ ଜାଣ ପୃଥିବୀ ବା ମାଟିର ଗୋଟିଏ ଆକର୍ଷଣୀୟ ମନ୍ତ୍ର ଅଛି। ଆମେ ଜାଣିଛେ ଆକର୍ଷଣୀୟ ମନ୍ତ୍ର କଣ, ନିଜ ଆଡକୁ ଟାଣିବା ମନ୍ତ୍ର, ମାଧ୍ୟାକର୍ଷଣ ଶକ୍ତି ଅଛି ପୃଥିବୀ ମାଟିର, ଅର୍ଥାତ୍ ତାପରେ ଯାହା ସବୁ ଅଛି ସେ ସେଗୁଡାକୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରେ। ତେବେ ପୃଥିବୀ ଉପରେ ଯାହା ସବୁ ଅଛି ସେ ନିଜ ଆଡକୁ ଟାଣୁଛି। ଶୂନ୍ୟରେ ଟେବୁଲଟା ଟେକିଦେଲେ ସେ ତମ ତଳେ ନିହାତି ହିଁ ପଡିବ ସେ ଟେବୁଲଟା। ମୁଁ ଯଦି ବହିଟା ଛାଡିଦେବି ବହିଟା ନିହାତି ତଳେ ପଡିବ। ମୁଁ ଏବେ କଣ କରୁଛି, ଠିଆ ହେଇଛି ନା ନାଇଁ, ତେଣୁ ମାଧ୍ୟାକର୍ଷଣ ଶକ୍ତି ସେ ଟାଣିକି ଧରୁଛି। ତେବେ ସେ ହେତୁରୁ ଗଛରୁ ଫଳ ପଡିଲେ ବା ତୁମେ ଟେକାଟେ ଉପରକୁ ପଡିଲେ ସେ ତଳକୁ ଟାଣି ହେଇକି ଆସେ ବା ଭୂଇଁରେ ପଡିଯାଉ ବୋଲି ତୁମେ କଣ ପୃଥିବୀର ଶକ୍ତିଟା ଯେପରି ଉପରକୁ ଝଲସି ଉଠୁଛି, ମଣ୍ଡଳ ଭଳି ପୃଥିବୀକୁ ଘେରି ଯାଇଛି, ତା ଉପରକୁ ପଡିବା ଜିନିଷର ମଧ୍ୟ ନିଜର ଗୋଟେ ଆକର୍ଷଣୀୟ ଶକ୍ତି ଅଛି। ତ ଆମେ ଯଦି ବିଜ୍ଞାନ ପଢିବା, ବିଜ୍ଞାନରେ ମାଧ୍ୟାକର୍ଷଣ ଶକ୍ତି କହିକି ଗୋଟେ ପଢିଛେ ନାଇଁ କି, ମାଧ୍ୟାକର୍ଷଣ ଶକ୍ତି ପୁରା ମଣ୍ଡଳ ସାରା ସବୁଠି ମାଧ୍ୟାକର୍ଷଣ ସେ ଯୋଉ ଶକ୍ତିଟି ଅଛି, ଯୋଉଟା କି ଗଛରୁ ଆମ୍ବଟେ ପଡିଲେ ସେ ଉପରକୁ ପଳାନ୍ତା, ତଳକୁ ପଳେଇ ଆସୁଛି ନା ନାଇଁ, ପୃଥିବୀ ଉପରେ ପଡୁଛି। ଟେକାଟିକୁ ତ ଉପରକୁ ପକଉଛେ, ସେଟା କାହିଁକି ତଳେ ପଡୁଛି, ପୃଥିବୀ ତାକୁ ଟାଣି ଆଣୁଛି। ତାର ଅର୍ଥ ପୁରା ସବୁଠି, ଖାଲି ଯେ ଆମ୍ବ ଗଛ ମୂଳେ ନୁହେଁ, ତମେ ଯଦି ଟେକା ମାରୁଛ ଛାତ ଉପରେ ସେଇ ଜାଗାରେ, ସବୁ ଜାଗାରେ ତାର ମଣ୍ଡଳ ସାରା, ପୃଥିବୀ ମଣ୍ଡଳ ସାରା ଗୋଟେ ଆକର୍ଷଣୀୟ ଶକ୍ତି ଅଛି, ଯୋଉଟା କି ସେ ନିଜକୁ ଟାଣି ନଉଛି। ପୃଥିବୀର ଆକର୍ଷଣ ମାଧ୍ୟାକର୍ଷଣ ଶକ୍ତି ସିଏ ଟାଣୁଛି, ଯିଏ ଟାଣି ହେଇକି ବଢୁଛି ତାର କଣ ଶକ୍ତି, ତାର ମଧ୍ୟ ଆକର୍ଷଣ ହେଇଛି, ସେ ପୃଥିବୀ ଆଡକୁ ଟାଣି ହେଇକି ଆସୁଛି। ତାର ଯୋଉ ଶକ୍ତି ସେମିତି ଥାନ୍ତା ସେ ତ ଉପରକୁ ଉଠି ଯାଆନ୍ତା, ତାର ମଧ୍ୟ ତଳକୁ ଓହ୍ଲେଇବାର ଶକ୍ତିଟା ଅଛି, ଆକର୍ଷଣୀୟ ଶକ୍ତି, ସିଏ ମଧ୍ୟ ପୃଥିବୀ ଆଡକୁ ଆକର୍ଷଣ ହେଇକି ଆସୁଛି। ଯେମିତି ଆମେ ଗୋଟେ ଜିନିଷଟା ଧରିଛେ ହେଲା, ତାର ଯଦି ନିଜର ବହିଟା ଧରିଛି, ବହି ଯଦି ନିଜର ଗୋଟେ ଆଉ କିଛି ଶକ୍ତି, ତାହେଲେ ମୁଁ ଛାଡିଦେଲେ ସିଏ ଉପରକୁ ଉଠିଯାଆନ୍ତା। ତାର କୋଉ ଶକ୍ତିଟା ଅଛି, ସିଏ ମଧ୍ୟ ଅପୋଜିଟ ଡିରେକ୍ସନକୁ ଆକର୍ଷଣ କରିବ, ସିଏ ମଧ୍ୟ ପୃଥିବୀକୁ ଆକର୍ଷଣ କରୁଛି, ପୃଥିବୀ ତାକୁ ଟାଣୁଛି, ସେ ଟାଣୁଛନ୍ତି। ଯେମିତି କି ଉଦାହରଣ ଦେବି, ତମ ପାଖରେ ବଳ ଅଛି, ମୋ ପାଖରେ ବଳ ଅଛି, ତ ମୁଁ ତମ ହାତ ଧରି, ତମେ ମୋ ହାତ ଧରି, ତମେ ସିଆଡକୁ ଝିକି ହଉଛ, ମୁଁ ଇଆଡକୁ ଝିକିବି, ତମର ଯାହାର ବଳ ଅଧିକା ସେ ତା ଆଡକୁ ଝିକି ହବ। ତ ତମର ଯେତେବେଳେ ଗୋଟେ ଶକ୍ତି ଅଛି ଆଗକୁ ସିଆଡକୁ ଯିବାରେ, ତାହେଲେ ତମେ ମୋ ଆଡକୁ ଝିକି ହବ କି, ହବ ନାହିଁ। କେତେବେଳେ ଝିକି ହବ ମୋ ଆଡକୁ, ଯେତେବେଳେ ତମର ସେଇ ମୋ ଆଡକୁ ଆସିବାର ଆକର୍ଷଣ ଥିବ, ମୁଁ ତମକୁ ଟାଣି ଆଣୁଥିବି, ମୁଁ ଟାଣିଲେ ତମେ ମୋ ଆଡକୁ ଆକର୍ଷିତ ହେଇକି ଆସିଲ, ବା ତମର ଆଉ କିଛି ଶକ୍ତି ସେଠି ନାହିଁ। ଠିକ ସେମିତି ପ୍ରତ୍ୟେକଟି ଜିନିଷ ଯେତେବେଳେ ପୃଥିବୀ ଉପରେ ପଡୁଛି, ପୃଥିବୀ ତାକୁ ଆକର୍ଷଣ ଶକ୍ତି ଅନୁସାରେ ଟାଣିଲେ ବି ସିଏ ମଧ୍ୟ ପୃଥିବୀ ଆଡକୁ ଆକର୍ଷିତ ହେଇକି ଚାଲି ଯାଉଛି। ତ ଏଇଟା ଆମେ ପଢିଛେ, ଯୋଉଟା କି ପୁରା ପୃଥିବୀ ମଣ୍ଡଳ ସାରା ଘେରି ରହିଛି। ତେବେ ସେଇ ଶକ୍ତି ସେଇଭଳି ତା ଉପରକୁ ପଡିବା ଜିନିଷର ମଧ୍ୟ ନିଜର ଗୋଟିଏ ଆକର୍ଷଣୀୟ ଶକ୍ତି ଅଛି। ଏବେ କହିଲି ତାପରେ ପଡିବା ଯୋଉ ଜିନିଷ ଗୁଡିକ ତାର ମଧ୍ୟ ଗୋଟେ ବହିଟା, ତାର ମଧ୍ୟ ଗୋଟେ ନିଜର ଆକର୍ଷଣୀୟ ଶକ୍ତି ଅଛି, ସେ ପୃଥିବୀ ଆଡକୁ ଆକର୍ଷିତ ହେଇକି ଯାଉଛି। ଆକର୍ଷଣୀୟ ଶକ୍ତି ମାନେ କଣ, ପରସ୍ପର ଆଡକୁ ଅନ୍ୟ ଆଡକୁ ଟାଣି ହେଇକି ଯିବା, ସିଏ ତା ପାଖରେ ଶକ୍ତି ଅଛି, ସେ ଟାଣି ହେଇକି ଯାଉଛି, ସେ ପଳଉନି, ଠେଲି ହେଇକି ଉପରକୁ ଯାଉନି। ତେଣୁ ପୃଥିବୀ ପାଖରେ ଯୋଉ ଆକର୍ଷଣୀୟ ଶକ୍ତି ଅଛି, ଆ ପାଖରେ ମଧ୍ୟ ସେଇଭଳି କିଛିଟା ଟାଣି ହେଇକି ଯିବାର, ସିଏ ଟାଣି ଆଣିବାର, ସିଏ ଟାଣି ହେଇକି ଯିବାର। ତ ସେଇଭଳି ଯଦି ଆମେ ଦେଖିବା, ତାହେଲେ ସେଇ ଶକ୍ତି ତାକୁ ମଣ୍ଡଳ ଧରି ଘେରି ରହିଛି, ଏଇଟା ସେଇ ଶକ୍ତିଟା, ସେ ଯୋଉ ଆକର୍ଷଣ ଶକ୍ତିଟା ଏ ଜିନିଷଟାକୁ ମଣ୍ଡଳ ଭଳି ଘେରି ରହିଛି, ଯୋଉଠି ପୃଥିବୀ ତାର ଚତୁର୍ପାର୍ଶ୍ୱରେ ତାର ମଣ୍ଡଳକୁ ଘେରି ରହିଛି ଆକର୍ଷଣ ଶକ୍ତିଟି। ତ ସେଇଭଳି ଯଦି ଆମେ ଓଜନ ଦୂରତା ଅନୁସାରେ କ୍ଷୟ ହୁଏ କମ ବେଶୀ, ଯାହାର ଯେତେ ଓଜନ ଆଉ ଯାହାର ଯେତେ ବେଶୀ ଦୂରତା, ସେଇ ଅନୁସାରେ ସେ ଅଧିକ ହୁଏନି। ଯେମିତିକି
ମୁଁ କହିବି ଗୋଟେ ହାଲକା ଜିନିଷ ଛାତ ଉପରେ ଠିଆ ହବ, ଗୋଟେ ହାଲକା ଜିନିଷ ପକେଇଦବ, ପତ୍ର ଟିକେ ଛାଡିଦବ, ସିଏ ଯେତିକି ସମୟରେ ଯାଇକି ତାର ହାତଟା ଓଜନ କମ, ଆଉ ଦୂର ଦୂର ତା ପଛ କହିବି ଆଗ ଓଜନ କଥା କହୁଛି, ସେ ପତ୍ରଟାକୁ ଛାଡିଦେଲେ ସେ ପତ୍ରଟା ଯେତିକି ସମୟରେ ତଳେ ପଡିବ, ଗୋଟେ ବଲ୍ ଟାକୁ ପକେଇଲେ ସେତିକି ସମୟରେ ପଡିବ ନା କମ ସମୟରେ ପଡିବ? କୋଉଟା କମ ସମୟରେ? ବଲ୍ ଟା, କାହିଁକି ନା ଓଜନିଆ ଅଛି ବଲ୍ ଟା, ପତ୍ରଟା ହାଲକା, ତେଣୁ ହାଲକା ଓଜନ ଦୂର ପାଖ ଛାତ ଉପରେ ଠିଆ ହେଇକି ଗୋଟେ ଜିନିଷ ପକେଇକି ବଲ୍ ଟା ରଖିବି, ସିଏ